ବ୍ୟାନରଟା ଆସୁଛି ତ ଗ୍ରୀନ୍ ଡ୍ରାଇଭ୍ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଏ ନେଇ ଆପଣଙ୍କର ଲକ୍ଷ୍ୟ କ'ଣ ଅଛି? ଜୟ ଜଗନ୍ନାଥ। ମୋତେ ସମସ୍ତେ ଜୀବନ ବାବା କହନ୍ତି ସାହା ଚାରିଟେବୁଲ୍ ଟ୍ରଷ୍ଟ ଭୁବନେଶ୍ୱର। ଆପଣ ପଚାରିଲେ ଆମର ଲକ୍ଷ୍ୟ କ'ଣ ଅଛି? ଆମର ଲକ୍ଷ୍ୟ ପ୍ରଥମ ଲକ୍ଷ୍ୟ ଅଛି ଆଜ୍ଞା ଯେ ଓଡ଼ିଶା ନେଇ ପୁରା ଦେଶରୁ ପଲ୍ୟୁସନ୍ ମୁକ୍ତ। ଆସନ୍ତା ସମୟରେ ଯେଉଁ ପାଣିର ଅଭାବ ଅଛି ପାଣିର ଅଭାବ ଦୂର ହେଉ, ପଶୁପକ୍ଷୀ ଖାଇକିନା ଗଛ ଏବଂ ଲୋକଙ୍କର ରୋଜଗାର। ଆମେ ସାହା ଚାରିଟେବୁଲ୍ ଟ୍ରଷ୍ଟ ଏପର୍ଯ୍ୟନ୍ତ ଆଜ୍ଞା 5 ଲକ୍ଷରୁ ଉର୍ଦ୍ଧ୍ୱ ଗଛ ଲଗାଇ ସାରିଛେ ଅଲ୍ ଓଭର୍ ଓଡ଼ିଶାରେ। ଓଡ଼ିଶା ବାହାରେ ମଧ୍ୟ ଆମେ কিছু ଗଛ ଲଗେଇଛେ ଆଉ ଏମିତି ବହୁତ ସାରା ଜାଗାରେ ଲଗା ହେଉଛି। ଭୁବନେଶ୍ୱରରେ ବଡ଼ ପ୍ଲାଣ୍ଟ ବି କରାହେଇଛି, ଛୋଟ ଛୋଟ ବି ବହୁତ ସାରା ଲଗାଇଛି। ପ୍ରାୟ 70-80 ହଜାର ଉର୍ଦ୍ଧ୍ୱ ତ ଆମେ ଭୁବନେଶ୍ୱର ଟାଉନରେ ଲଗେଇଛେ ଗଛ। ଆଉ ଆଗକୁ ଏଇ ବର୍ଷ ବି ଆମେ ଯେତେ ଅଧିକା ଗଛ ଲଗାଇ ପାରିବେ। ଆଉ ସମସ୍ତେ ଆମେ ଆହ୍ୱାନ କରୁଛେ ଆପଣଙ୍କର ଚ୍ୟାନେଲ୍ ମାଧ୍ୟମରୁ ଯେଉଁ ବି ମାନେ ଗଛ ଲଗାଇବାକୁ ଚାହୁଁଛନ୍ତି ସେମାନେ ସାହା ଚାରିଟେବୁଲ୍ ଟ୍ରଷ୍ଟ ସାଙ୍ଗରେ କଣ୍ଟାକ୍ଟ କରନ୍ତୁ। ଆଉ ଗଛ କାଟନ୍ତୁ ନାହିଁ, ଯେକୌଣସି ଗଛ କାହିଁକି ହେଇନଥାଉ ଗଛ କେହି କାଟନ୍ତୁ ନାହିଁ। আর এই যে আমার যে আজ প্রোগ্রাম হলা সেটা হচ্ছে ভুবনেশ্বর বিকে বীর সহযোগে প্রোগ্রাম হলা। আর অরুণ প্রসাদ পণ্ডা বহরমপুর সে তাকে সহযোগে আজ প্রোগ্রাম আমরা সম্পূর্ণ হলা। জয় জগন্নাথ। এটি কেতে আগে আমরা আজ 300 গছ লগাগলা, আম্ব 100, নড়িয়া 100, পিজুলি 100। ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ କିଛି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଆପଣ ଏ ଯୁବ ସମାଜକୁ କ'ଣ ବାର୍ତ୍ତା ଦେବେ ଆଉ ଏକୁ ନେଇ କ'ଣ କହିବେ? ନମସ୍କାର, ମୁଁ ପ୍ରହଲ୍ଲାଦ ସାହୁ। ମୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ସର୍ଭିସ୍ କରେ। କିନ୍ତୁ ଆଜିକାଲିର ଯେଉଁ ପରିବେଶ ଦୂଷିତ ହେଉଛି ଏବଂ ବିନା ଗଛରେ ଯେଉଁ ଗଛ କଟା ହେଉଛି ଆଜ୍ଞା ମଣିଷ ଜାତି ପାଇଁ ବିପଦ, ଭବିଷ୍ୟତ ପାଇଁ ବିପଦ। ବର୍ତ୍ତମାନ ପାଇଁ ଯେତିକି ବିପଦ ହେଲାଣି ଭବିଷ୍ୟତ ପାଇଁ ଆହୁରି ବିପଦ। ତେଣୁକରି ସାହା ଚାରିଟେବୁଲ୍ ଟ୍ରଷ୍ଟ ଏବଂ ଆମର ସୁଶାନ୍ତ ଭାଇଙ୍କ ଆନୁକୂଲ୍ୟରେ ଯେଉଁ ଚାରା ରୋପଣ କରାଗଲା ବର୍ତ୍ତମାନ ମୁଁ ଧନ୍ୟବାଦ ଦେବି ଉଭୟଙ୍କୁ। ଏବଂ ଏମିତି ଯୁବ ସମାଜକୁ ମୁଁ ଏମିତି ଆହ୍ୱାନ ଦେଉଛି, ଏମିତି ଘରେ ପ୍ରତି ଗୋଟେ କି 2ଟା ଗଛ ନିଜ ନିଜ ବାଡ଼ିରେ କିମ୍ବା ଅନ୍ୟଟି ଲଗାନ୍ତୁ ଏବଂ ଜୀବନକୁ ବଞ୍ଚାନ୍ତୁ। ଆଉ ୟା ପୂର୍ବରୁ 2 ବର୍ଷ 3 ବର୍ଷ ପୂର୍ବେ 7ମ ବାଟାଲିୟନ୍ର ଯେଉଁ ଗଛ ଲାଗିଥିଲା 5,000ରୁ 10,000 ଗଛ, ସେ ଭାଇମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଯାହା ହଉ ଏପରି ଏକ ପରିବେଶ ବଞ୍ଚାଇବା ପାଇଁ ଗୋଟେ ବଡ଼ ପଦକ୍ଷେପ ନେଇଛନ୍ତି। ଧନ୍ୟବାଦ। ବଗିଚାରେ 300 ଗଛ ଲଗାଗଲା ଗ୍ରୀନ୍ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ। ଲକ୍ଷ୍ୟ ଆପଣଙ୍କର କ'ଣ ଅଛି? ମୁଁ ବାସୁଦେବ ପ୍ରଧାନ, ମୋ ଘର ହରିପୁର, ଉଗ୍ରତାରା, ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ, ଟାଙ୍ଗୀ ବ୍ଲକ। ମୁଁ ପୋଲିସରେ ରିଟାୟାର୍ଡ଼ କଲାଣି, ଅଫିସରରେ ରିଟାୟାର୍ଡ଼ କରିକି ଏବେ ସମାଜ ସେବା କରୁଛି, ଗଛ ବୃକ୍ଷ ସବୁ ଲଗାଉଛି। ଏ ଟ୍ରଷ୍ଟ ମାଧ୍ୟମରେ ବର୍ତ୍ତମାନ ଆଜି 100 ଆମ୍ବ ଗଛ, 100 ନଡ଼ିଆ ଗଛ, 100 ପିଜୁଳି ଗଛ ଲଗାଉଛି। ଏବେ ଯେଉଁ ଗ୍ଲୋବାଲ୍ ସିଷ୍ଟମ୍ ଚାଲିଛି ଯେ ଜଳବାୟୁର ପରିବର୍ତ୍ତନ ହେଉଛି, ବିଶ୍ୱକୁ ବର୍ତ୍ତମାନ ପଥକ ଆମକୁ ନେଇଗଲାଣି, ଯାହାଫଳରେ ଆମେ ଆଉ ବଞ୍ଚିବା ବି ମୁସ୍କିଲ। ତେଣୁକରି ଆମର ଲକ୍ଷ୍ୟ ଆମେ ନିଜେ ଗଛ ଲଗାଉଛୁ ଏବଂ ଲୋକମାନଙ୍କୁ ବି କହୁଛୁ ଯେ ଆପଣମାନେ ଏଇ ଟ୍ରଷ୍ଟ ମାଧ୍ୟମରେ ଆଉ ଯୋଗାଯୋଗ କରନ୍ତୁ, ଅର୍ଗନାଇଜେସନ୍ ମାଧ୍ୟମରେ ଯୋଗାଯୋଗ କରନ୍ତୁ, ଟ୍ରଷ୍ଟକୁ ଯାଆନ୍ତୁ, ଗଛ ଲଗାନ୍ତୁ, ବିଶ୍ୱରେ କେମିତି ଜଳବାୟୁର ପରିବର୍ତ୍ତନ ହେବ। ଏହା ହେଉଛି